ଏବେ ଜାମୁକୋଳିର ସିଜନ ଚାଲିଛି। ଆଉ ଏଇ ସିଜନରେ ଆପଣ ଯେଉଁଠି ବି ଦେଖନ୍ତି ଜାମୁକୋଳି ତ ଆପଣ ଭାବନ୍ତି ନେଇଯିବା କିଛି ଘରକୁ, କାରଣ ଜାମୁକୋଳି ଆପଣଙ୍କର ଡାଇବେଟିସକୁ କମାଏ, ଆପଣଙ୍କର ସୁଗାରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି ଜାମୁକୋଳିର ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଫାଇଦା ବି ରହିଛି। ଆଜିର ଭିଡ଼ିଓରେ 5ଟି ଔଷଧୀୟ ଗୁଣ ବିଷୟରେ ଜାଣିବେ ଯେଉଁଗୁଡ଼ାକ ଜାମୁକୋଳି ଖାଇବା ଦ୍ୱାରା ଆପଣଙ୍କୁ ମିଳିପାରିବ। ଆଉ ଆପଣ ଜାଣିବେ କେଉଁମାନେ ଜାମୁକୋଳି ଖାଇପାରିବେ ନାହିଁ, ଆପଣ ଦିନକୁ କେତେ ଜାମୁକୋଳି ଖାଇବା ଉଚିତ, ସବୁ ବିଷୟରେ ଡିଟେଲ୍ସରେ ଆପଣ ଜାଣିପାରିବେ। ତ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଫାର୍ଷ୍ଟ ଆପଣ ଜାଣନ୍ତୁ ଯେ ଜାମୁକୋଳିରେ ଆପଣଙ୍କୁ କ'ଣ ସବୁ ଫାଇଦା ମିଳେ। ଯେତେବେଳେ ଆପଣ ଜାମୁକୋଳି ଖାଆନ୍ତି ଆପଣଙ୍କ ପାଟିକୁ ଟିକେ କଷାଳିଆ ଲାଗିବ। ଯଦି ଜାମୁକୋଳିଟି ବହୁତ ଅଧିକ ପାଚି ଯାଇଛି ତ କଷା ଟିକେ କମ୍ ଲାଗେ, ମିଠା ଲାଗେ। ଆଉ ଯଦି ଜାମୁକୋଳିଟି ଅଧା ପାଚିଲା ହେଇଛି ତ କଷା ବହୁତ ଅଧିକ ଲାଗେ। କଷା କାହିଁକି ଲାଗେ? ଜାମୁକୋଳିରେ ଟେନିନ୍ ନାମକ ଏକ କମ୍ପାଉଣ୍ଡ ରହିଛି। ଆଉ ଏଇ ଯୋଉ ଟେନିନ୍, ଏଇଟା ଯେତେବେଳେ ଜାମୁକୋଳି କଞ୍ଚା ଥାଏ କିମ୍ବା ଦର ପାଚିଲା ଥାଏ ସେତେବେଳେ ଏହି ଟେନିନ୍ର ମାତ୍ରା ଟିକେ ଅଧିକ ଥାଏ, ସେଇଥିପାଇଁ କଷା ବହୁତ ଅଧିକ ଲାଗେ। କିନ୍ତୁ ଯେତେ ଫଳଟି ପାଚିବ, ଜାମୁକୋଳି ଯେତେ ଅଧିକ ପାଚିବ ଟେନିନ୍ର ମାତ୍ରା କମି କମିଯାଏ, ଯୋଉଥିରେ କି କଷାଳିଆ କମ୍ ଲାଗେ ଆଉ ମିଠା ଲାଗେ। ଯେତେବେଳେ କଷା କମିଯିବ ସେତେବେଳେ ସ୍ୱାଦ ଆସିବ ଜାମୁକୋଳିର, ଟିକେ ମିଠା ବି ଲାଗିବ। ତେବେ ଜାମୁକୋଳିରେ ଆପଣଙ୍କୁ ବହୁତ ଅଧିକ ଆଣ୍ଟିଅକ୍ସିଡେଣ୍ଟ ମିଳେ। ଭିଟାମିନ ସି ଏଥିରେ ପ୍ରଚୁର ରହିଛି। ଆଉ ଏଥିରେ ପୋଟାସିୟମ ବି ଆପଣଙ୍କୁ କିଛି ମାତ୍ରାରେ ମିଳିଯାଉଛି। ଅନେକ ପ୍ରକାର ଭିଟାମିନ୍ସ ଏଥିରେ ଅଲଗା ଅଲଗା ରହିଛି। କ'ଣ ସବୁ ଫାଇଦା ମିଳେ ଯଦି କହିବା, ତେବେ ଷ୍ଟାର୍ଟିଂରେ ଅଛି ଯେ ଯୋଉଟା ଆପଣମାନେ ଜାଣିଛନ୍ତି ଡାଇବେଟିସ୍ କଣ୍ଟ୍ରୋଲ, ସୁଗାରକୁ ଆପଣଙ୍କର କଣ୍ଟ୍ରୋଲ କରିବ। ଏହି ଫାଇଦାକୁ ପାଇବା ପାଇଁ ଆପଣଙ୍କୁ ଜାମୁକୋଳି କିଛି ଦିନ ରେଗୁଲାର ବି ଖାଇବା ପାଇଁ ପଡ଼ିବ। ରେଗୁଲାରର ମାନେ ହେଲା ଯେ ଆପଣ ସପ୍ତାହକୁ କମ ସେ କମ 2ରୁ 3 ଥର ଖାଆନ୍ତୁ। ଏଇ ସିଜନରେ ବର୍ଷ ସାରା ତ ଜାମୁକୋଳି ମିଳେ ନାହିଁ, ଏଇ ଯୋଉ ସିଜନଟା ମିଳୁଛି ଏଇ ସିଜନରେ ଆପଣ ଯଦି 2-3 ଥର ଜାମୁକୋଳି ଖାଉଛନ୍ତି ସେଥିରେ ବି ଆପଣଙ୍କୁ ବହୁତ ସାରା ଫାଇଦା ମିଳେ। କେବଳ ଯେ ଏଇ ସିଜନଟା ଖାଇଦେବେ ଜାମୁକୋଳି ଆଉ ଏଇ ସିଜନରେ ହିଁ ଆପଣଙ୍କର ଫାଇଦା ସରିଯିବ ସେମିତି ନାହିଁ। ଆପଣଙ୍କୁ ଜାମୁକୋଳିର ଯେଉଁ ବେନିଫିଟଟା ରହିଛି ସେଇଟା ପ୍ରାୟ 4ରୁ 6 ମାସ ପର୍ଯ୍ୟନ୍ତ ତାର ବେନିଫିଟଟା ରହିବ ଆପଣଙ୍କ ଶରୀରରେ। ନେକ୍ସଟ ବେନିଫିଟ ହେଉଛି ଯେ ଆପଣଙ୍କ ପେଟରେ ଥିବା ଯେତେ ସବୁ ଆବର୍ଜନା ରହିଛି ସିଏ ଜଲ୍ଦି ଜଲ୍ଦି ବାହାରିଯିବ, କାରଣ ଜାମୁକୋଳିରେ ବହୁତ ଅଧିକ ଫାଇબર ଆପଣଙ୍କୁ ମିଳେ। ଯେଉଁ ଫାଇବରଟା ଆପଣଙ୍କୁ ଜାମୁକୋଳିରେ ମିଳେ, ଯଦି ଆପଣଙ୍କର ମଇଳା ସବୁ ପେଟ ଭିତରେ ପଡ଼ିକି ରହୁଛି ତ ସେ ସବୁ ଶୀଘ୍ର ବାହାରିଯାଏ। ଯେମିତିକି ଯଦି ଆପଣ ଭୁଲ ବଶତଃ କିଛି ଚୁଟି ଖାଇ ଦେଇଛନ୍ତି, ଯୋଉଟାକି ଛୋଟ ସାଇଜର ଚୁଟି ଆପଣଙ୍କ ଖାଦ୍ୟରେ କିଛି ପଳେଇଗଲା, ତ ଜାମୁକୋଳି ଖାଇବା ଦ୍ୱାରା ସେ ସବୁ ଚୁଟି ଆପଣଙ୍କ ପେଟରୁ ବାହାରିଯାଏ। ଏଇଟା କ'ଣ ଆପଣମାନେ ଜାଣିଛନ୍ତି? ଆଉ ଏଇ କଥା କହିଥିଲେ ମତେ ମୋ ଆଈ, ଯୋଉଟାକି ସେମାନେ ସେତେବେଳେ ଜାଣିଥିଲେ। ଆଉ ଏଇଟା କିଛି ମିଛ କଥା ବି ନୁହଁ, କାରଣ ସେମାନେ ଯେତେବେଳେ ଗୋଟେ କଥା ଯଦି କହୁଛନ୍ତି ସେମାନଙ୍କର ଅଭିଜ୍ଞତା ଅଛି ଆଉ ସେମାନେ ଜାଣିଛନ୍ତି। ମୋ ଆଈ ଏବେ ଏ ଦୁନିଆରେ ନାହାନ୍ତି, କିନ୍ତୁ ସିଏ ମତେ କହିଥିଲେ ଯେ ଯେତେବେଳେ ଜାମୁକୋଳି ଆମେ ଖାଉ, ଯେତେ ବି ବର୍ଷ ସାରା ଯଦି ଛୋଟ ଚୁଟି ଆମ ପେଟକୁ ପଳେଇ ଯାଉଛି ତ ସେ ଜାମୁକୋଳି ସହିତ ବାହାରିଯାଏ। ଆଉ ଏଇଟା ବି ନିରାଟ ସତ କଥା, ଜାମୁକୋଳି ଆପଣଙ୍କ ପେଟର ଆବର୍ଜନାକୁ ବାହାର କରିବାରେ ଆପଣଙ୍କୁ ସାହାଯ୍ୟ କରେ। କିନ୍ତୁ ଜାମୁକୋଳି ଖାଇବା ଦ୍ୱାରା କିଛି ବ୍ୟକ୍ତିଙ୍କର କନଷ୍ଟିପେସନ ବି ହେଇଯାଏ, କୋଷ୍ଠକାଠିନ୍ୟ ବି ହେଇଯାଏ। ସେଟା କାହିଁକି ହୁଏ ଆଗକୁ ଜାଣିବା, ଏଇ ଭିଡ଼ିଓରେ ଆପଣ ଆଗକୁ ଜାଣିବେ। ଆଉ ଗୋଟେ ବଡ଼ ଫାଇଦା ହେଲା ଜାମୁକୋଳିରେ ଯେ ଆପଣଙ୍କର ସ୍କିନ୍ର ହେଲ୍ଥକୁ ବେଟର କରେ, କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କୁ ବହୁତ ସାରା ମିଳେ ଆଉ ଭିଟାମିନ ସି ମିଳେ। ଆଉ ଏହି ଭିଟାମିନ ସି ଆଣ୍ଟିଅକ୍ସିଡେଣ୍ଟ ଏ ଦୁଇଟି ଯାକ ମିଶିକି ଆପଣଙ୍କର ସ୍କିନ୍ର ହେଲ୍ଥକୁ ବେଟର କରନ୍ତି। ଯଦି ଆପଣଙ୍କ ସ୍କିନ୍ ଡଲ୍ ଦେଖାଯାଉଛି କିମ୍ବା କୌଣସି ପ୍ରକାର ପ୍ରୋବ୍ଲେମ ହେଉଛି ଏଇ ସିଜନରେ, ବିଶେଷ କରି ଏବେ ଗ୍ରୀଷ୍ମ ଋତୁ ଚାଲିଛି ଏବଂ ବର୍ଷା ଋତୁ ବି ଆଗକୁ ଆସୁଛି, ଏଇ ଯୋଉ ଦୁଇଟା ସିଜନ ଥାଏ ଏହି ସିଜନରେ ସ୍କିନ୍ର ପ୍ରୋବ୍ଲେମଟା ଅଧିକ ଦେଖାଯାଏ। ବହୁତ ଅଧିକ ଝାଳ ବୁହେ, ଗରମ ଯୋଗୁଁ ଅନେକ ପ୍ରକାର ସ୍କିନ୍ର ସମସ୍ୟା ବାହାରି ପଡ଼େ। ତ ଜାମୁକୋଳି ଆପଣଙ୍କୁ ହେଲ୍ପ କରିବ ଆପଣଙ୍କ ବ୍ଲଡକୁ ସଫା କରିବା ପାଇଁ ଆଉ ଆପଣଙ୍କର ସ୍କିନ୍ର ସମସ୍ୟାକୁ ଦୂର କରିବା ପାଇଁ। ଠିକ୍ ସେମିତି ଏଥିରେ ଆପଣଙ୍କୁ ପୋଟାସିୟମ ଯେହେତୁ ମିଳିଯାଉଛି, ତ ପୋଟାସିୟମର ବି ଅଲଗା ଅଲଗା ଫାଇଦା ରହିଛି ଆପଣଙ୍କ ଶରୀର ପାଇଁ। ଆଉ ଏଥିରେ ଆପଣଙ୍କର ୱେଟ୍ ମଧ୍ୟ ମ୍ୟାନେଜ ହେଇପାରେ, କାରଣ ଜାମୁକୋଳିରେ କ୍ୟାଲୋରିର ମାତ୍ରା ବହୁତ କମ୍ ରହିଛି। ଆଉ ଯେହେତୁ କ୍ୟାଲୋରିର ମାତ୍ରା କମ୍ ରହିଛି ତ ଏଥିରେ ୱେଟ୍ ଆପଣଙ୍କର ମ୍ୟାନେଜ ହେଇପାରିବ। ଯଦି ବହୁତ ଅଧିକ ଆପଣ ମୋଟା ହେଇଯାଉଛନ୍ତି ତ ଏଇ ସମୟରେ ଆପଣ ଜାମୁକୋଳି ନିହାତି ଖାଆନ୍ତୁ। ସପ୍ତାହକୁ କମ ସେ କମ 3ରୁ 4 ଥର ଆପଣ ଜାମୁକୋଳି ଖାଆନ୍ତୁ, କିନ୍ତୁ ମାତ୍ରା ଲିମିଟରେ ରହିବା ଦରକାର। କେତେ ମାତ୍ରାରେ ଖାଇବେ ଆଗକୁ ଜାଣିବେ। ତ ସେଥିପାଇଁ ଯେତେବେଳେ ଆପଣ ଏଇ ସିଜନରେ ଜାମୁକୋଳିକୁ ରେଗୁଲାର କିଛି ଦିନ ଖାଆନ୍ତି, ଏଇଟା ଆପଣଙ୍କର ୱେଟ୍କୁ ମଧ୍ୟ ମ୍ୟାନେଜ କରି ୱେଟ୍ ଲସ୍ କରିବାରେ ଆପଣଙ୍କୁ ସାହାଯ୍ୟ କରିବ। କିନ୍ତୁ କେମିତି? ଯଦି ଜାମୁକୋଳି ଖାଇବା ସହିତ ଆପଣ ପ୍ରପର ଏକ୍ସରସାଇଜ କରିବେ, ନିଜର ଡାଏଟକୁ ମେଣ୍ଟେନ୍ ରଖିବେ, କ୍ୟାଲୋରି ଯୁକ୍ତ
खाद्य को आपण कम खाइबे, आपण परिबा को अधिक बढ़ेबे निज खाद्य रे, प्लस आपण प्रोटीन युक्त खाद्य खाइबे, तेबे ही आपणकर वेट लॉस हेई परिबो। आ केवल जे जामुकोली खाइके आपण बसिके रहिबे सेटा केबे भी आपणकर वेट लॉस करिबारे सहाय्य करिबनी। जामुकोली रे आपणको आयरन भी सफिशिएंट मिले, जेहेतु आयरन रो मात्रा एथिरे बहुत रहिछि, तो एटा आपणको शरीर रे ब्लड को तयारी करे, आपणकर रक्तर अभाव को दूर करे। मोर आगुरी भी गोटे वीडियो रे आपण देखिथिबे जे जदि आपणक शरीर रे हिमोग्लोबिन रो अभाव रहुछि, तेबे आपण एई सीजन रे किछि दिन जामुकोली को रेगुलर खाआंतु, जो थरे आपणक शरीर रे आयरन ठीक रे जाई परिबो, आउ एहा द्वारा आपणकर हिमोग्लोबिन लेवल ठीक रे रहिबो। प्लस एथिरे आपणकर इम्यूनिटी भी मजबूत हुए, कारण एथिरे एंटीऑक्सीडेंट रहिछि, विटामिन सी रहिछि, आउ विटामिन सी रो काम हेउछि आपणकर इम्यूनिटी को मजबूत करिबा। आउ जामुकोलीटा नेचर हमकु एही सीजन रे काहेकि देछि सेटा भी भाबिबार अछि, जे ग्रीष्म ऋतु सरी आसुछि एवं आगको आसुछि वर्षा ऋतु। वर्षा ऋतु रे इम्यूनिटी डाउन हुए, आउ इम्यूनिटी डाउन हबा द्वारा आपनको ठंडा काश ज्वर ए सब समस्या लागि रहे। देखंतु जदि आपणकर ठंडा काश ज्वर लागि रहुछि, तेबे इही जामुकोली आपणकर इम्यूनिटी को मजबूत करे। आ सेति पई तो वर्षा ऋतु पूर्वरु एटा नेचर हमकु एथि पई देछि जे जामुकोली खाओ आउ इम्यूनिटी को मजबूत कर। ठंडा काश ज्वर हब नाही बोली मु सेमिति आदौ भी कहूनी, हब, किंतु ताको फाइट करिबार शक्ति भी आपणक शरीर रे रहिबो, जहा द्वारा आपण ठंडा काश ज्वर जनित जो प्रकार बाहर भाइरस रहुछि, जेतेबेले आपणक शरीर को से प्रवेश करंती, आपणक शरीर फाइट करिबा, आ जहा द्वारा आपणकर ठंडा ज्वर काशर जनित समस्या जल्दी कमिबो। ये थेला फ्रेंड्स किछि फायदा जे गुडाक जामुकोली आपणको देई थाए, आउ जामुकोली रे बहुत सारा औषधीय गुण रहिछि, सेइते पई तो जामुकोली को गोटे सुपर फूड बोली भी कुहा जाए। किंतु भाबिबार कथा एटा जे वर्ष सारा मिलु नाही, सेइते पई टिके अफसोस तो लागुछि जे जामुकोलीटा निहाती वर्ष सारा मिलिबा कथा। बहुत ही टेस्टी आ बहुत ही लाभदायक फल, किंतु वर्ष सारा मिलु नाही। किंतु जेतिकी समय भी आपनको मिलुछि, आपण ताको रेगुलर खातु। आ केते खाइबे दिनको आपण 100 ग्राम किंबा 100 ग्राम ठारू टिके अधिक आपण खाइ परिबे। 100 ग्राम अर्थात गोटे छोट ताटिया जति भर्ती करके आपण खाउछथि, से भी सफिशिएंट आपणक पाई, किंबा ताठारु जति कम खाउछथि से भी ठीक हबा आपणक पाई, किंतु सेतिकी ही आपण खातु। अधिक आपण लोभ करिकि खाइबेनी। लोभ करिकि काहेकि खाइबेनी, कारण जेहेतु जामुकोली गोटे कसा फल, आ जति बहुत अधिक खाइबे तेबे कसालिया जोगु तार टेस्ट तो कसालिया आपनको लागिबो, किंतु ए जो कसापण आपणकर कोष्ठकाठिन्य को भी बढ़ाई दिए। किंतु जति लिमिट रे खाइबे तेबे जामुकोली रो फाइबर आपनको बहुत सारा बेनिफिट दबो, पेटर मैला आपणकर काढी दबो। केउ माने खाइ परिबे नाही, देखंतु खाली पेटरे जदि आपण जामुकोली खाती तार बहुत सारा फायदा रही, किंतु किछि व्यक्ति एमिति अछंती, किछि व्यक्ति समस्ते नुह, किछि व्यक्ति एमिति अछंती जो माने कि खाली पेटरे जदि जामुकोली को खाती मानकर एसिडिटी हो जाए, आउ आंबेला ढिकार भी दिए। आ जदि आपणकर एभली किछि समस्या रहउची जे खाली पेटरे जदि आपण खाई दउचंती, आपणकर आंबेला ढिकार देउची किंबा एसिडिटी हो जाउची, तो आपण खाली पेटरे खाइबे नाही। आपण सकाळ समय अर्थात ब्रेकफास्ट खाई सारे आपणकर सकाळ खाइबा सरी गला, तापरे घंटे 1.5 घंटा छाड़ी दियंतु, आपण 11 रु 12टा भितरे जामुकोली को खातु। सेटा होची परफेक्ट टाइम आपणक पई, जोटा आपण जामुकोली को खाई परिबे, आ इजीली जामुकोली आपणकर डाइजेस्ट भी हे जिवो। जदि आपणकर जामुकोली खाइबा द्वारा किछि प्रकारर एलर्जी हेउची, समस्तक शरीर तो समान नुहे, आ समस्तक शरीर रे सब खाद्य भी जाएनी। तो जदि आपणकर किछि प्रकारर एलर्जी हेउची जामुकोली खाइबा द्वारा, जेहेतु गोटे सीजनल फल जामुकोली वर्ष सारा आपण खाउ नाहांती, तो एही सीजन रे खाइबे। जदि किछि भी प्रकार आपनको देखा जाउची जे एलर्जी हेउची, तो आपण जामुकोली खाइबे नाही। आउ जो माने प्रेग्नेंट लेडी अछंती, देखंतु प्रेग्नेंट लेडी माने जामुकोली को खाइ परिबे, किंतु अधिक खाइबेनी, कारण प्रेग्नेंट लेडी मानकर अधिकांश समय रे एसिडिटी भी हे जाए, बिना कारण रे एसिडिटी हे जिवो, प्लस से मानकर कोष्ठकाठिन्यता भी प्राय समय रे रुहे। तो जदि आपणकर जामुकोली खाइबा द्वारा एसिडिटी होउची किंबा कोष्ठकाठिन्य आपणकर रेगुलर रहउची, तो आपण जामुकोली खातु नाही। आ जदि भी खाउचंती तबे 2-3टी आपण टेस्ट पई ही खातु, तापरे आपण खाइबा को बंद करंतु, जहा द्वारा आपणकर ना एसिडिटी हबो ना आपणकर कोष्ठकाठिन्यटी बढ़िबो। आ सबुठारु बड़ कथा हैला, जेउ मानकर सुगर लेवल बहुत कम अर्थात सुगर लेवल जेति कि आपणकर रहिबा उचित ताठारु भी आहुरी कमी जाइछि आपणकर सुगर लेवल शरीर रे, तो आपण जामुकोली को खाइबेनी।
ଦେଖନ୍ତୁ ଜାମୁକୋଳି ଖାଇବା ଦ୍ୱାରା ଆପଣଙ୍କର ସୁଗର ଲେଭେଲଟା ମ୍ୟାନେଜ ହୁଏ। ଯଦି ବଢ଼ିଯାଇଛି ଆପଣଙ୍କର ସୁଗର ତେବେ ସେଇଟା କଣ୍ଟ୍ରୋଲକୁ ଆସିବ। କିନ୍ତୁ ଯଦି କମ୍ ଅଛି ଅଲରେଡ଼ି କମ୍ ଅଛି ତାପରେ ପୁଣି ଆପଣ ଜାମୁକୋଳି ଖାଇଲେ ତ ଏଥିରେ ଆହୁରି କମିଯିବ ଯୋଉଟା ଆପଣଙ୍କୁ ପ୍ରୋବ୍ଲେମ୍ ଦବ। ତ ସେଥିପାଇଁ ଯେଉଁମାନଙ୍କର ସୁଗର ଲେଭେଲ କମ୍ ଅଛି ସେମାନେ ଜାମୁକୋଳି ଖାଆନ୍ତୁ ନାହିଁ। ଯଦି ବି ଖାଉଛନ୍ତି କେବଳ ଟେଷ୍ଟ ପାଇଁ। ସିଜନାଲ ଫ୍ରୁଟ୍ ଯେହେତୁ ଆପଣ ଗୋଟେ ଦିଟା ଟେଷ୍ଟ କରିପାରିବେ କିନ୍ତୁ ବହୁତ ଅଧିକ ଆପଣ କେବେ ବି ଖାଇବେ ନାହିଁ। ଇଏ ଥିଲା ଫ୍ରେଣ୍ଡସ୍ କେତୋଟି ଫାଇଦା ଯେଉଁଗୁଡ଼ାକ ଜାମୁକୋଳି ଆପଣଙ୍କୁ ଦିଏ। ଆପଣଙ୍କର ଧାରଣା ଥାଏ ଯେ ଜାମୁକୋଳି କେବଳ ଡାଇବେଟିସ୍‌କୁ କଣ୍ଟ୍ରୋଲ କରେ କାରଣ ଆଜିକା ଡେଟ୍‌ରେ ଡାଇବେଟିସ୍ ପେସେଣ୍ଟ ଆପଣଙ୍କୁ ଘରେ ଘରେ ଦେଖାଯିବେ କିନ୍ତୁ ସେମିତି ନାହିଁ ଡାଇବେଟିସ୍‌କୁ ତ କଣ୍ଟ୍ରୋଲ କରିବ। ଆହୁରି ବହୁତ କିଛି ଫାଇଦା ଆପଣଙ୍କୁ ଦିଏ ପେଟର ମଇଳା ବି ବାହାର କରେ ଆହୁରି ଅନେକ କିଛି ଆପଣଙ୍କୁ ମିଳିବ। କେତେ ଖାଇବେ ସେ ମାତ୍ରା ବି ଆପଣଙ୍କୁ କହିଲି କେଉଁମାନେ ଖାଇବେ ନାହିଁ ସେ ବିଷୟରେ ବି ଜାଣିଲେ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଭିଡ଼ିଓକୁ ଲାଇକ୍ କରନ୍ତୁ ଲାଇକ୍ କରିବା ଆଦୌ ବି ଆପଣ ଭୁଲିବେନି ଆପଣ ଭୁଲି ଯାଉଛନ୍ତି ମୁଁ ଜାଣିଛି। ଆଉ ଆପଣ ଏହି ଭିଡ଼ିଓକୁ ସେୟାର ବି କରନ୍ତୁ କାରଣ ସେୟାର କରିବା ଦ୍ୱାରା ଅଧିକରୁ ଅଧିକ ଆପଣଙ୍କର ସାଙ୍ଗମାନେ ଏ ବିଷୟରେ ଜାଣିପାରିବେ ସେମାନଙ୍କୁ ବି କିଛି ପ୍ରଫିଟ୍ ହେଇପାରିବ ଆଉ ମୋତେ ବି ହବ। ଆଜି ପାଇଁ ଏତିକି।